କେ ଭାବିଛନ୍ତି ବିନା ଚିନ୍ତା କରି କୌଣସି କାମ କରିଦେଲେ ପରେ କାହିଁକି ଏତେ ଅନୁତାପ ହୁଏ? ଏଇଟା କ'ଣ ସତ? ଆସନ୍ତୁ ଆଜି ଏହି ପ୍ରଶ୍ନର ଉତ୍ତର ଗୋଟିଏ କାହାଣୀ ଭିତରେ ଖୋଜିବା। ଆମେ ଯେଉଁ କାହାଣୀ ବିଷୟରେ କଥା ହେବାକୁ ଯାଉଛେ ସେଇଟା ଆମକୁ ଦେଖେଇବ କେମିତି ଗୋଟିଏ ମୁହୂର୍ତ୍ତର ଭୁଲ ଗୋଟେ ଛୋଟ ତରବରିଆପଣ ସାରା ଜୀବନର କାନ୍ଦଣାର କାରଣ ପାଲଟିଯାଏ। ଏହି କାହାଣୀରେ ଏକ ବହୁତ ବଡ଼ ଶିକ୍ଷା ଲୁଚି ରହିଛି। ଆଉ ହଁ, ଆମେ ଯେଉଁ ବିଶ୍ଳେଷଣଟି କରୁଛେ ଏଇଟା ଏକ ବହୁତ ପୁରୁଣା ଆଉ ପ୍ରସିଦ୍ଧ କାହାଣୀ ସଂଗ୍ରହ ସଚିତ୍ର ବାଳକଥାଏର ନିଆଯାଇଛି। ଏହା ଆମକୁ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦିଏ। ତେବେ ଚାଲନ୍ତୁ କାହାଣୀ ଆରମ୍ଭ କରିବା। ପ୍ରଥମ ଭାଗ ହେଉଛି ଏକ ଅତୁଟ ବନ୍ଧନର କଥା। ସବୁକିଛି ବହୁତ ଶାନ୍ତିରେ ଆରମ୍ଭ ହୁଏ। କାହାଣୀର ମୁଖ୍ୟ ଚରିତ୍ରମାନେ ହେଲେ ଦେବଶର୍ମା, ଜଣେ ବ୍ରାହ୍ମଣ, ତାଙ୍କର ଗୋଟିଏ ନବଜାତ ପୁଅ ଆଉ ସେମାନଙ୍କ ସହିତ ଥିଲା ଗୋଟିଏ ଛୋଟ ନେଉଳ ଛୁଆ। କଥାଟା ହେଲା, ବ୍ରାହ୍ମଣଙ୍କର ପୁଅ ଯେଉଁଦିନ ଜନ୍ମ ହେଲା ସେଦିନ ହିଁ ଗୋଟେ ନେଉଳି ବି ଗୋଟେ ଛୁଆ ଜନ୍ମ ଦେଲା। ତେଣୁ ବ୍ରାହ୍ମଣୀ ଦୟାକରି ସେହି ନେଉଳ ଛୁଆଟିକୁ ନିଜ ପାଖରେ ରଖିଲେ। ଆଉ ଦେଖୁ ଦେଖୁ ସମୟ ବିତିଗଲା। ବ୍ରାହ୍ମଣଙ୍କ ପୁଅ ଆଉ ସେ ନେଉଳ ଛୁଆ ଦୁହେଁ ଏକାଠି ଖେଳିଲେ, ଏକାଠି ବଢ଼ିଲେ, ସତେ ଯେମିତି ଦୁଇ ଭାଇ। ସେମାନଙ୍କ ଭିତରେ ଏତେ ସ୍ନେହ, ଏତେ ଭଲ ପାଇବା ଥିଲା ଯେ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ। କିନ୍ତୁ ଏହି ଶାନ୍ତି ବେଶୀ ଦିନ ରହିଲାନି। ଏବେ ଆସିବା କାହାଣୀର ଦ୍ୱିତୀୟ ଭାଗକୁ, ଯେତେବେଳେ ବିପଦ ଘର ଭିତରକୁ ପଶି ଆସିଲା। ହେଲା କ'ଣ, ଦିନେ ବ୍ରାହ୍ମଣୀ ପାଣି ଆଣିବାକୁ ପାଖ ନଈକୁ ଗଲେ। ଘରେ ତାଙ୍କର ଛୋଟ ପୁଅ ଦୋଳିରେ ଶୋଇଥାଏ ଆଉ ତାକୁ ଜଗି ବସିଥାଏ ସେହି ବିଶ୍ୱସ୍ତ ନେଉଳ। କିନ୍ତୁ ଠିକ୍ ସେତିକିବେଳେ ଚୁପଚାପ ଘର ଭିତରକୁ ଗୋଟେ କାଳସାପ ପଶି ଆସିଲା। ଭାବିପାରୁଛନ୍ତି ଦୃଶ୍ୟଟା? ଛୋଟ ପିଲାଟି ଦୋଳିରେ ଶୋଇଛି, ସେ କିଛି ଜାଣିନି, ଆଉ ତା ଆଡ଼କୁ ମାଡ଼ି ଆସୁଛି ସାପ। ସେତେବେଳେ ସେହି ମାରାତ୍ମକ ବିପଦ ଆଉ ପିଲାଟି ଭିତରେ ଢାଳ ହୋଇ ଠିଆ ହୋଇଥିଲା କେବଳ ସେହି ବିଶ୍ୱସ୍ତ ନେଉଳ। ଆଉ ଏଇଠୁ ଆରମ୍ଭ ହେଲା କାହାଣୀର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭାଗ। ଏହା ଥିଲା ବୀରତ୍ୱର କାହାଣୀ, କିନ୍ତୁ ତା ସହିତ ଏକ ଭୟଙ୍କର ଭ୍ରମର ମଧ୍ୟ। ନିଜ ଭାଇକୁ ବିପଦରେ ଦେଖି ନେଉଳ ଆଉ ଅପେକ୍ଷା କଲାନି। ବିଜୁଳି ବେଗରେ ସେ ସାପ ଉପରକୁ ଡେଇଁ ପଡ଼ିଲା। ତାପରେ ଯେଉଁ ଲଢ଼େଇ ହେଲା ସେଥିରେ ନେଉଳ ନିଜ ଜୀବନକୁ ବାଜି ଲଗାଇଦେଲା। ଶେଷରେ ସେ ସାପକୁ ଖଣ୍ଡ ଖଣ୍ଡ କରି ମାରିଦେଲା ଆଉ ପିଲାଟିର ଜୀବନ ବଞ୍ଚେଇଦେଲା। ସେ ଜିତିଗଲା ସତ, କିନ୍ତୁ ଲଢ଼େଇରେ ତାର ପୂରା ମୁହଁ ରକ୍ତରେ ଜୁଡ଼ୁବୁଡ଼ୁ ହୋଇଯାଇଥିଲା। ଠିକ୍ ସେତିକିବେଳେ ସେ ଦେଖିଲା ତା ମାଲିକାଣୀ ଘରକୁ ଫେରୁଛନ୍ତି। ଖୁସିରେ ସେ ତାଙ୍କୁ ସ୍ୱାଗତ କରିବା ପାଇଁ ଦ୍ୱାର ମୁହଁକୁ ଦୌଡ଼ିଗଲା। କିନ୍ତୁ ସେ ଜାଣିନଥିଲା ଯେ ଏଇ ଦୃଶ୍ୟ ହିଁ ସବୁକିଛି ବଦଳାଇ ଦେବ। ଏବେ ଆସିଲା ସେଇ ମୁହୂର୍ତ୍ତ ଯେଉଁଠି ଗୋଟିଏ ଭୁଲ ସବୁକିଛି ଶେଷ କରିଦେଲା। ଏହା ଥିଲା ଏକ ମାରାତ୍ମକ ଭୁଲ। ବ୍ରାହ୍ମଣୀ ଦ୍ୱାର ମୁହଁରେ ପହଞ୍ଚି ଦେଖିଲେ କ'ଣ? ନେଉଳର ମୁହଁ ସାରା ରକ୍ତ। ବାସ୍, ଆଉ କିଛି ଦେଖିଲେନି କି ଭାବିଲେନି। ତାଙ୍କ ମନକୁ ଗୋଟିଏ ହିଁ କଥା ଆସିଲା, ଏ ନେଉଳ ତାଙ୍କ ପୁଅକୁ ମାରିଦେଇଛି। ଦେଖନ୍ତୁ, ଏଇଠି ହିଁ ହେଲା ସବୁଠୁ ବଡ଼ ଭୁଲ। ବ୍ରାହ୍ମଣୀ ଯାହା ଦେଖିଲେ ତାହା ଥିଲା ରକ୍ତରେ ଜୁଡ଼ୁବୁଡ଼ୁ ଗୋଟେ ନେଉଳ। କିନ୍ତୁ ସତ କ'ଣ ଥିଲା? ସତ ଥିଲା ଯେ ସେଇ ନେଉଳ ତାଙ୍କ ପିଲାର ଜୀବନ ବଞ୍ଚେଇଥିବା ଜଣେ ବିଶ୍ୱସ୍ତ ରକ୍ଷକ ଥିଲା। ଆଉ ସେହି ଭୁଲ ବୁଝାମଣା, ସେହି ରାଗ ତାଙ୍କୁ ଅନ୍ଧା କରିଦେଲା। ସେ କିଛି ଭାବିଲେନି, କିଛି ଚିନ୍ତା କଲେନି। ହାତରେ ଥିବା ପାଣି ଗରାଟାକୁ ପୂରା ଜୋରରେ ନେଉଳ ଉପରକୁ ଫିଙ୍ଗିଦେଲେ। ବେଶ୍, ଗୋଟିଏ ମୁହୂର୍ତ୍ତରେ ସେହି ବିଶ୍ୱସ୍ତ ପ୍ରାଣୀଟିର ଜୀବନ ଚାଲିଗଲା। ତାପରେ ଯେତେବେଳେ ସେ ରାଗରେ ଘର ଭିତରକୁ ପଶିଗଲେ, ସେଠି ଯାହା ଦେଖିଲେ ତାଙ୍କ ପାଦତଳୁ ମାଟି ଖସିଗଲା। ତାଙ୍କ ପୁଅ ଦୋଳିରେ ଆରାମରେ ଶୋଇଛି, ଆଉ ତା ପାଖରେ ଗୋଟେ ମଲା ସାପ ଖଣ୍ଡ ଖଣ୍ଡ ହୋଇପଡ଼ିଛି। ସେତେବେଳେ ଯାଏଁ ସେ ବୁଝିପାରିଲେ ଯେ ସେ କି ଭୟଙ୍କର ଭୁଲ କରି ବସିଛନ୍ତି। ଏବେ ଆସନ୍ତୁ ଦେଖିବା ଏହି କାହାଣୀର ଶେଷ ଭାଗ, ଯାହା ଆମକୁ ଅନୁତାପର ଶିକ୍ଷା ଦିଏ। ତେବେ ଏହି ଯେଉଁ ଦୁଃଖଦ କାହାଣୀ, ଏଇଟା ଆମକୁ ପ୍ରକୃତରେ କ'ଣ ଶିଖେଇବାକୁ ଚାହୁଁଛି? ଏହାର ସାରାଂଶ ଏହି ଗୋଟିଏ ଧାଡ଼ିରେ ଲୁଚି ରହିଛି। ବିନା ବିଚାରେ ଯୋ କରେ ସୋ ପାଛେ ପଛତାଏ। ଅର୍ଥାତ୍ ଯେ ବିନା ଭାବିଚିନ୍ତିତି କାମ କରେ ତାକୁ ପରେ କେବଳ ପଶ୍ଚାତାପ ହିଁ କରିବାକୁ ପଡ଼େ। ରାଗ ବା ଆବେଗରେ ନିଆଯାଇଥିବା ନିଷ୍ପତ୍ତିର ପରିଣାମ ସବୁବେଳେ ଦୁଃଖଦାୟକ ହୁଏ। ଏହି କାହାଣୀରୁ ଆମେ କିଛି ମୁଖ୍ୟ କଥା ଶିଖିପାରିବା। ପ୍ରଥମତଃ, କୌଣସି ନିଷ୍ପତ୍ତି ନେବା ଆଗରୁ ପୂରା କଥାଟା ଜାଣିବା ନିହାତି ଦରକାର। ଦ୍ୱିତୀୟରେ, ରାଗମୁଣ୍ଡରେ ଥିଲାବେଳେ କରାଯାଇଥିବା କାମ ପାଇଁ ପରେ କେବଳ ଅନୁତାପ ହିଁ କରିବାକୁ ପଡ଼େ। ଆଉ ଗୋଟେ ବଡ଼ କଥା ହେଲା, ଆଖିକୁ ଯାହା ଦେଖାଯାଏ ତାହା ସବୁବେଳେ ସତ ନଥାଏ। ତେଣୁ ଟିକିଏ ଅପେକ୍ଷା କରିଗଲେ, ଟିକିଏ ଧୈର୍ଯ୍ୟ ଧରିଲେ ଆମେ ଜୀବନସାରାର ଦୁଃଖରୁ ବଞ୍ଚିଯାଇପାରିବା। ତେବେ ଶେଷରେ ପ୍ରଶ୍ନଟି ଏଇଆ ରହୁଛି, ଯେତେବେଳେ ଆମ ସାମ୍ନାକୁ ଏମିତି କିଛି ଆଶ୍ଚର୍ଯ୍ୟଜନକ ପରିସ୍ଥିତି ଆସେ, ଆମେ କେମିତି ନିଜକୁ ସମ୍ଭାଳିବା? କେମିତି ଆମ ପ୍ରତିକ୍ରିୟାକୁ କେବଳ ଭାବନା ଉପରେ ନୁହେଁ ବରଂ ବୁଦ୍ଧି ଓ ତର୍କ ଉପରେ ଆଧାରିତ କରିବା? ଏ ବିଷୟରେ ଟିକେ ଭାବିବା ନିହାତି ଜରୁରୀ।